सप्तम अध्याय गर्भवास विचार। श्री गरुड़ उवाच गरुड़ कहन्ति शिरे देबेनि कर शुणी माहे चिंतामणि त्रिलोक्य ठाकुर। प्रश्न एक मोर मने हुअई उदय ताहार उत्तर मते कुह देवराय। गर्भर यंत्रणा जीव लभे चाहा चाहा संशय फेडिन मोर कही देव ताहा। शुणिबाकु मोर उपुजुछि कौतुक दया बहिर्भूते कह ब्रह्मांड नायक। भृत्यर विकल बाणी शुणि देव हरि सांत्वना बाक्ये कहन्ति शुण पन्नगारी। भगवान उवाच मन स्थिर करी बाबू शुण से काहाणी ଯାହା ପଚାରିଲ ତାହା କହିବି ମୁଁ ପୁଣି। କାମଶକ୍ତ ହୋଇ ମାତା ପିତା ଏକ ମିଳେ ସଙ୍ଗମ କରନ୍ତି ଦୁହେଁ ଯେବେ ମତ ଭୋଳେ। ସେ ସମୟେ ପିତା ବୀର୍ଯ୍ୟ ମାତାର ରଜରେ ପତିତ ହୁଅଇ ଜାଣ ଯୋନିର ମଧ୍ୟରେ। ରଜ ବୀର୍ଯ୍ୟ ମିଳି ଧୀରେ ଗମନ କରଇ ମାତାର ଗର୍ଭ ମଧ୍ୟରେ ଯାଇ ପ୍ରବେଶଇ। ପୂର୍ବକର୍ମ ଅନୁସାରେ ଜୀବ ଥାଏ ଚାହିଁ ନରକ ଯନ୍ତ୍ରଣା ଭୋଗ କରିବାର ପାଇଁ। ତତକ୍ଷଣେ ମାତୃ ଗର୍ଭେ ହୁଅନ୍ତି ପ୍ରବେଶ ଭୋଗ କରିବା ପାଇଁ କି ନରକର କ୍ଲେଶ। ଯେଉଁ କାଳେ ମାତା ଜାଣେ ରଜୋବତୀ ହୁଏ ପାପ ଦେହ ତାହାରଟି ବୋଲି ଶାସ୍ତ୍ର କହେ। ତାହାର କାରଣ ତତେ ସଂକ୍ଷେପେ କହିବି ତୋହର ମନରୁ ବାବୁ ସନ୍ଦେହ ଦହିବି। ବୃତ୍ତାସୁର ଉତ୍ପାତ କଲା ଯେତେବେଳେ ସମରେ ତାହାକୁ ବଧ ଇନ୍ଦ୍ର କଲେ ହେଳେ। ଋଷିର କୁମର ସେହି ତପୋବନୀ ବଳି ବ୍ରହ୍ମହତ୍ୟା ପାପ ଇନ୍ଦ୍ର ଦେହ ଗଲା ଗିଳି। ତେଣୁ ସ୍ୱର୍ଗ ରାଜ୍ୟେ ରାଜା ହୋଇ ନ ପାରିଲେ ଲାଜରେ ପଳାଇ ମାନସରରେ ଲୁଚିଲେ। ଇନ୍ଦ୍ରଙ୍କ ଅଭାବେ ସୃଷ୍ଟି ହେଲା ନାରଖାର ଜୀବଜନ୍ତୁ ଗଞ୍ଜି ହେଲେ ଦୁଃଖ ସହି ଘୋର। ଖଳ ଲୋକ ନାନା ଖଳ କାର୍ଯ୍ୟ ଆରମ୍ଭିଲେ ଧର୍ମମାର୍ଗ ନିଷ୍ଠ କରି ପାପ ମାନ କଲେ। ତାହା ଦେଖି ବ୍ରହ୍ମା ଅତି ଦୁଃଖିତ ହୋଇଲେ ଇନ୍ଦ୍ରଙ୍କ ସମୀପି ବେଗେ ପରବେଶ ହେଲେ। ବ୍ରହ୍ମହତ୍ୟା ପାତକକୁ 6 ଭାଗ କରି 6ଟି ସ୍ଥାନରେ ତାହା ରଖିଲେ ବିଚାରି। ପ୍ରଥମ ଭାଗ ରହିଲା ନାରୀଙ୍କ ଦେହରେ ମାସେ ମାସେ ଋତୁମତୀ ହେବେ ଯେ କାଳରେ। ବୃକ୍ଷରେ ରଖିଲେ ପୁଣି ଦ୍ୱିତୀୟ ଭାଗକୁ ଫଳ ପୁଷ୍ଟିହୀନ ହୁଏ ସେ ପୁଣି କାଳକୁ। ଅଗ୍ନି ଦେବତାଙ୍କୁ ତୃତୀୟ ଭାଗ ପାପ ଦେଲେ ତେଣୁ ଧୂମ୍ରବର୍ଣ୍ଣ ଧୂମମୟ ସେ ହୋଇଲେ। ଧରାକୁ ଚତୁର୍ଥ ଭାଗ ପାପ ଦେଲେ ଧାତା ମଳମୂତ୍ର ଆଦି ତହିଁ ହୁଅଇ ସର୍ବଥା। ନଦୀକୁ ପଞ୍ଚମ ଭାଗ ଦେଲେ ସେ ପାପରୁ କାଳେ ଶୁଷ୍କ ହୋଇ ଯାଏ ପାପ ପ୍ରଭାବରୁ। ବୈଶାଖାଦି 12 ମାସ ଷଷ୍ଠ ଭାଗ ଦେଲେ ତାହାର ନାମ ଶ୍ରବଣା ପ୍ରତି ମାସେ କଲେ। 5 ଦିନ ଶ୍ରବଣା ଯେ ପ୍ରତି ମାସ ହୁଏ ଦୃଷ୍ଟ କାଷ୍ଠ ଛେଦନ ଯେ ସେ କାଳେ ନ ହୁଏ। ଏହିପରି ବ୍ରହ୍ମ ହତ୍ୟା ପାତକକୁ ବାଣ୍ଟି ଇନ୍ଦ୍ର ମୁକ୍ତ କରିଲେ ଦେବ ପରମେଷ୍ଟି। ପୁନରୂପି ସ୍ୱର୍ଗ ରାଜ୍ୟେ ବସାଇଲେ ନେଇ ପୂର୍ବପରି ପ୍ରଜା ପାଳେ ଆନନ୍ଦିତ ହୋଇ। ଏବେ ଋତୁମତୀ ନାରୀ କଥା ମୁଁ କହିବି ତୋହର ମନରୁ ବାବୁ ସନ୍ଦେହ ନାଶିବି। ଋତୁମତୀ ଯେଉଁ କାଳେ ନାରୀଏ ହୁଅନ୍ତି ବ୍ରହ୍ମହତ୍ୟା ପାପ ତାର ଅଙ୍ଗେ ଆବୋରନ୍ତି। ଋତୁର ପ୍ରଥମ ଦିନେ ଚାଣ୍ଡାଳୀ ହୁଅଇ ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ବୋଲାଇ। ତୃତୀୟ ଦିନରେ ରଜକିନୀ ହୁଏ ନାରୀ ସେଦିନ ମାନକେ ସ୍ପର୍ଶ ନ କର ବିଚାରି। କାଳେ ସଙ୍ଗମ କରିଲେ ନର୍କରେ ପ୍ରବେଶ ହୋଇ ଜାଣ ହେ ବାବୁ ସର୍ବଦା ପୁରୁଷ। ପୂର୍ବ ପାପ ହେତୁ ଜୀବ ନେତ୍ରରେ ବସଇ
ଋତୁମତୀ ନାରୀ ଦେଖି କାମ ଶକ୍ତ ହୋଇ କାହା ସଙ୍ଗେ କାମ ଭୋଗ କରଇ ନ ମାନି ବୀର୍ଯ୍ୟଧିକେ ପୁରୁଷ ସ୍ୱପ୍ନରେ ସେହି ଜନ୍ମି। ରାଜଧିକେ ନାରୀ ହୋଏ ପାତକୀ ଜନମେ ନପୁଂସକ ହୁଏ ରଜ ବୀର୍ଯ୍ୟର ସମାନେ। ରଜ ବୀର୍ଯ୍ୟ ମିଶି ଫେନ ସଦୃଶ ହୁଅଇ ଏକାକାରେ 5 ଦିନ ଗର୍ଭରେ ରହଇ କର୍ମେ କର୍ମେ କଠିନ ହୁଅହି ସେହି ଫେନ 10ମ ଦିବସେ ହୁଏ ବଦରି ସମାନ। 30 ଦିବସେ ଯାଏ ବଢ଼େ ସୁସଞ୍ଚରେ ଅଣ୍ଡା ସଦୃଶ ହୋଇନ ଦ୍ୱିତୀୟ ମାସରେ। ତୃତୀୟ ମାସରେ ଅସ୍ଥି ଚର୍ମ ନଖ ଲୋମ ଶରୀରରେ ସେହି ଜୀବର ହୁଅଇ ଜନମ। ଚତୁର୍ଥ ମାସରେ ଆତ୍ମା ଶରୀରେ ପଶଇ ପଞ୍ଚମେ ସେ କ୍ଷୁଧା ତୃଷ୍ଣା ତାର ପ୍ରକାଶଇ ଷଷ୍ଠ ମାସେ ଦକ୍ଷିଣକୁ କ୍ଷୀରେ କରେ ଗତି ମାତାର ଗ୍ରାସ ଭୁଞ୍ଜଇ ଗର୍ଭସ୍ଥ ସନ୍ତତି। ମାତା ଯାହା ପାନ କରେ ସେ କରଇ ପାନ କ୍ଷୁଧା ତୁଷାରେ ଅସ୍ଥିର ତାହାର ଜୀବନ। ବିଷ୍ଠାମୂତ୍ର ଲାଳ ପୂଜ ଶୟନ କରଇ କୁର୍ମୀମାନେ କାମୁଡ଼ନ୍ତି ତୁହାଇ ତୁହାଇ ହସ୍ତପଦ ତାହାର ଯେ ବନ୍ଧନରେ ଥାଏ ତେଣୁ କରି ନିରନ୍ତର କ୍ଲେଶକୁ ସେ ସହେ। ସପ୍ତମ ମାସ ତାହାର ହୁଅନ୍ତେ ପ୍ରବେଶ ସର୍ବ ଅବୟବମାନ ହୁଅଇ ପ୍ରକାଶ। ଅଷ୍ଟମ ମାସରେ ଦୃଢ଼ ହୁଏ ଅବୟବ ନବମେ ଗର୍ଭ ଆସିବା ପାଏ ଉଦବେଗ। କ୍ଷୁଧା ତୃଷାରେ ଆତୁର ହୁଅଇ ନିରତ କୁର୍ମୀକୀଟ ଯନ୍ତ୍ରଣାରେ ହୁଏ ମୂର୍ଚ୍ଛାଗତ। ନାଭି ମଧ୍ୟରୁ ନାଡ଼ିଏ ନାମ ଆପ୍ୟାୟିନୀ ମାତାଭର୍ଗ ମଧ୍ୟରେ ସେ ସଂରଚଇ ପୁଣି ମାତା ଯାହା ଗ୍ରାସ କରେ ସାର ସେ ନିଅଇ ଗର୍ଭସ୍ଥ ଜୀବ ତାହାକୁ ଆନନ୍ଦେ ଭୁଞ୍ଜଇ। ବିରୁଦ୍ଧ ଖାଦ୍ୟ ଯଦ୍ୟପ ଭୁଞ୍ଜଇ ଜନନୀ ସେ ଖାଦ୍ୟ ଖାଇନ କଷ୍ଟ ଭୋଗଇ ସେ ପୁଣି। ହସ୍ତପଦ ବନ୍ଧନ ତାହାର ହୋଇଥାଏ ନିରନ୍ତରେ ଛଟପଟ ଗର୍ଭରେ ହୁଅଇ ଭୋଗ ଭୋଗୀ ଗର୍ଭ କଷ୍ଟ ଅତି ମନ ଦୁଃଖ ପୂର୍ବ ପାପକୁ ସ୍ମରଣ କରେ ଅତିରେକ କାହିଁ ପାଇଁ ଦେବ ବହି ସଂସାରରେ ମୋହି ହରେ ରାମ କୃଷ୍ଣ ନାମ ଉଚ୍ଚାରିଲେ ନାହିଁ। କାମିନୀ କାଞ୍ଚନ ସୁଖ ଭୋଗରେ ମାତିଲେ ଗର୍ବେ ଗୁରୁ ଗୁରୁ ଜନେ ପୂଜା ନ କରିଲେ ସେହି ପାପ ଫଳେ ହେଲା ମୋର ଗର୍ଭାବାସ ଗର୍ଭ ଯନ୍ତ୍ରଣା ଭୋଗିଲି ଭୋଗିଲି ଏ କ୍ଲେଶ। ଏଥର ଯଦ୍ୟପ ଜନ୍ମ ହେବି ସଂସାରେ କଦାପି ପାପ କରମ ନ କରିବି ବାରେ। ସତତ ଶ୍ରୀରାମ କୃଷ୍ଣ ହରି ଗୁଣମାନ କରି କଟାଇବି କାଳ ଏହା ଧ୍ରୁବ ଜାଣ। ଜୟ ଜୟ ଦେବ ଦେବ ବ୍ରହ୍ମାଣ୍ଡ କରତା ଜୟ କମଳା ବଲ୍ଲଭ ତ୍ରିଲୋକ୍ୟର ପିତା ତ୍ରିଲୋକ୍ୟ ପାଳକ ତ୍ରିଲୋକ୍ୟ ସଂହାରକ ଜୟ ବୈକୁଣ୍ଠ ବିହାରୀ ହେ ବିଶ୍ୱ ବାଳକ। ଦୟା ବৈ ଦାସ ଧମେ ଦିଅ ବାର ଦେଖା ଏ ବିପଦ ସିନ୍ଧୁ ପାରି କର ଦୀନ ସଖା। ଏହି ବାର କ୍ଷମା ମତେ କର କୃପା ସିନ୍ଧୁ ପାପ କର୍ମ ନ କରିବି ଆହେ ଦୀନ ବନ୍ଧୁ। ତୁମେ ସିନା ପ୍ରଭୁ ତ୍ରୈଲୋକ୍ୟ ଚିନ୍ତାମଣି ଘେନ ବାରେ ଭୃତ୍ୟ ଜନ କରୁଣ କାହାଣୀ। ସଂସାର ମାୟାରେ ପଡ଼ି ତୁମ୍ଭଙ୍କୁ ଭୁଲିଲି କାମିନୀର ରୂପ ମୋହ ବୁଡ଼ି ମୁଁ ରହିଲି। ବିଷୟ ଭୋଗ ଲମ୍ପଟେ ଗଲା କାଳ ମୋର ଦିନେ ତୋର ନାମ ମୁଖୁ ନ ହେଲା ବାହାର। କେତେ ଯେ କରିଲି ପାପ ତାର ସୀମା ନାହିଁ ଧୈର୍ଯ୍ୟ କାର୍ଯ୍ୟ ଦିନେ ହେଲେ ନ କରିଲି ମୋହି। ମାଂସ ଆସେ ନାନା ପଶୁ ପକ୍ଷୀ ନାଶ କଲି ସୁରାପାନ କରି ପର ରମଣ ହରିଲି। ଦିନ ହେଲେ ସାଧୁ ସେବା ନ କଲି ପାମର ଗର୍ବେ ନିନ୍ଦା ଉପବାସ କଲି ବାରମ୍ବାର। ସେହି ସବୁ ପାପ ମୋର କ୍ଷମ ଦୟାନିଧି ଉଦ୍ଧାର କରନ୍ତୁ ମତେ ଏ ଗର୍ବ ବାରିଧି। ଏଥର ତୁମ୍ଭର ପଦ କଞ୍ଚ ଯୁଗ ସଦା ଭଜନ କରିବି ପ୍ରଭୁ ଏଡ଼ି ସର୍ବବାଧା। ଏହିପରି ନିରନ୍ତର ଶ୍ରୀହରି ସ୍ମରଣ କରି ମାତା ଗର୍ଭେ ମୁନି ବ୍ରତକୁ ଧାରଣ। ଦୁଃଖ କଷ୍ଟ ସହି 10 ମାସ ପର୍ଯ୍ୟନ୍ତେ
ବିଷ୍ଟାମୂତ୍ରେ ଘାଣ୍ଟି ହୋଇ ସେ ବିଷର୍ଣ୍ଣ ଚିତ୍ତେ ପ୍ରଭୁ ପାଦେ ମନ ନିରତେ ଲଗାଇ ବିକଳେ କାନ୍ଦଇ ଯିବ କରବାରେ ତ୍ରାହି। ଏହିପରି 10 ମାସ ହୁଅନ୍ତେ ପୂରଣ ସ୍ମୃତି ମାରୁତ ପ୍ରିବେଶ ହୁଅଇ ତତ୍କ୍ଷଣ ନିରନ୍ତର ଇତସ୍ତତ କରଇ ତାହାକୁ ବାୟୁ ବଳେ କମ୍ପମାନ ହୁଏ ତାର ବୁକୁ। ଧ୍ୟାନ ଲଗାଏ ସେ ପ୍ରଭୁ ଚରଣ ପଙ୍କଜେ ପବନ ଆଘାତେ ଭୟ ସେହୁ ଆଖି ବୁଜେ। ସୁତିକା ମାରୁତ ବେଗେ ଧକାଏ ମାରଇ ଯୋନି ଦ୍ୱାରେ ସେ ଆଘାତ ଯିବ ପ୍ରବେଶଇ। ପୁଣି ଏକ ଆଘାତ କରଇ ଯେ ମରୁତ ଅର୍ଦ୍ଧ ଯୋନି ପତେ ଯିବ ହୁଏ ଅପଗତ। ସେହି ସମୟେ ଦୁଃଖ କିଏ ବର୍ଣ୍ଣି ପାରେ ଯୋନି ମଧ୍ୟେ ପଶି ଯିବ ଯାହା ଭୋଗ କରେ। ବାର ବାର ଚିନ୍ତା କରେ ସେ ହରି ଚରଣ ପୁଣି ମାରୁତ ଆଘାଏ ହୁଏ ସେହି କ୍ଷଣ। ସେ ଆଘାତ ପଡ଼ି ଆସି ପୃଥିବୀ ପୃଷ୍ଠରେ ପୃଥିବୀ ସ୍ୱର୍ଗରେ ସର୍ବ ଭୁଲେ ତତ୍କାଳରେ। ଗର୍ଭର ଯନ୍ତ୍ରଣା ମାନ ଶ୍ରୀହରି ସ୍ମରଣ ସବୁ ଭୁଲି ଉଚ୍ଚ ସ୍ୱରେ କରଇ କ୍ରନ୍ଦନ। ପାର୍ଥବ କ୍ଷୀର ପ୍ରଭୃତି ଆହାର କରନ୍ତି ନାଭି ଛେଦନ କରିଣ ତାକୁ ପ୍ରବୋଧନ୍ତି। ଖାଇ ସେ ଖାଦ୍ୟକୁ ଭୁଲଇ ଯିବ ଏକାବେଳେ ଗର୍ଭର କାଳରେ ଯାହା ଚିନ୍ତୁଥିଲା ବେଳେ। ଗର୍ଭଜ୍ଞାନ ପୃଥିବୀରେ ଯଦି ଥାନ୍ତା ତାର ପୁଣି ପୁଣି ଗର୍ଭ ଦୁଃଖ ନୁହନ୍ତା ନିଜର। ବିଷ୍ଣୁ ମାୟା ମୋହ ପଡ଼ି ଜଗତକୁ ସତ୍ୟ ମଣି କାମିନା ସୁରତେ ବଳାଏ ସେ ଚିତ୍ତ। ଖୁନ ସ୍ଫୁରଇ ବାଣୀ ଜନ୍ମ କାଳେ ତାର ହସ୍ତପଦ ନ ଚଳଇ ଅବଶ ଶରୀର। ଗର୍ଭର କୃମି ତାହାର ଉଦରେ ଥାଆନ୍ତି ନିରନ୍ତର ସେ ଦଂଶନ ତାହାକୁ କରନ୍ତି। କ୍ରନ୍ଦନ କରଇ ଉଚ୍ଚ ସ୍ୱରେ ଯହୁଁ ବାଳ ମାତା କ୍ଷୀର ଦାନ କରି ଶୁଆଇଣ କୋଳ। କ୍ଷୀର ଖାଇ କିଛି କ୍ଷଣ ନିଦରେ ଶୁଅଇ ଯନ୍ତ୍ରଣା ତାହାର ସେ ଉପମିତ ହୁଅଇ। ଶୈଶବ କାଳ ତାହାର ଉପସ୍ଥିତ ହେଲେ ବିଦ୍ୟା ଅଭ୍ୟାସ କରଇ ଦୁଃଖ ସହି ହେଳେ। ଯୌବନ କାଳରେ ଧନ କରେ ଉପାର୍ଜନ ଅସୁର ପରାଏ ତାହା କରଇ ଭୋଜନ। ନାରୀ ଲମ୍ପଟରେ କାଳ ନିଅଇ ସେ ଟାଳି ମନେ ନ ପଡ଼ଇ ତାର ରାମ ବନମାଳି। ସଦା କୁକର୍ଜ୍ୟରେ ଆଶା କରେ କୁଭୋଜନ କୁଜ୍ଞାନ ମାୟାରେ ନା ତାର ନୁହଁଇ ସୁଜ୍ଞାନ। ତହୁଁ କିଛି ଦିନ ପରେ ବାର୍ଦ୍ଧକ୍ୟ ଆସଇ ଚର୍ମ ଲୁଳିତ ତାର ଦେହରେ ହୁଅଇ। ଇନ୍ଦ୍ରିୟମାନ ଅବଶ ହୁଅଇ ତାହାର ସୁସ୍ୱାଦୁ ଦର୍ଭ ଇଚ୍ଛଇ ମାନସ ତାହାର। ଲୋଭ ମୋହ ଅତ୍ୟଧିକ ହୁଅଇ ପ୍ରବେଶ ସେବେଳେ ଥରେ ନ ଭଜେ ରାମ ହୃଷିକେଶ। ସ୍ପର୍ଶ ଲୋଭୀ ହସ୍ତ ଶବ୍ଦ ଲୋଭୀ ମୃଗ ପରି ରୂପ ଲୋଭୀ ପତଙ୍ଗର ସଙ୍ଗେ ସମସରି। ଗନ୍ଧ ଲୋଭୀ ବ୍ରହ୍ମରସ ଦୃଶେ ହୁଏ ପୁଣି ସୁସ୍ୱାଦୁ ଭକ୍ଷଣ ମୀନ ସଙ୍ଗେ ସମଗଣି। ଯୁବତୀ ନାରୀ ପ୍ରେମରେ ପଡ଼ି ରତି ରସେ ମାତିଥାଏ ଜୀବ ସଦା ରଜନୀ ଦିବସେ। ଦୁର୍ଲଭ ମନୁଷ୍ୟ ଦେହ କରି ହେଲେ ନାଶ ଜାଣୁ ଜାଣୁ ହୁଏ ସେ ଯେ ଇନ୍ଦ୍ରିୟର ବଶ। କାମ ଭୋଗେ ଆତ୍ମାକୁ ସେ ଅହିତ କରଇ ମୃତ୍ୟୁ ମୁଖେ ବିଧି ମତେ ନେଇ ସେ ଦିଅଇ। କାମିନୀ ରତି କରଇ ଯେଣୁ ଅନହାରେ କାମଦେବ ପ୍ରାଣ ହରେ ପକାଇ ମୋହରେ। 84 ଲକ୍ଷ ଯୋନିରେ ଭ୍ରମି ଭ୍ରମି ପୃଣି ମାନବ ଶରୀରେ ଜାତ ହୋଇଲା ଅବନୀ। କେତେ କେତେ କଷ୍ଟ ଭୋଗ ସଂସାରେ ନ କଲା ତଥାପି ରାମ ଗୋବିନ୍ଦ ମୁଖେ ନ ବୋଇଲା। ନର ଦେହ ଠାରୁ ବଳି ଆଉ ଦେହ ନାହିଁ ବୃତ କଲା ସେ ଦେହକୁ ପାପେ ରତ ହୋଇ। ତପ ତୀର୍ଥ ବ୍ରତ ଦିନେ ଆଚରିଲା ପାପ
ତା ଜାଣି ମାୟାରେ ପଡ଼ି ଲଭିଲା ସନ୍ତାପ। ନାନା ବ୍ୟାଧି ନାନା ଦୁଃଖ ହୁଅଇ ପ୍ରବେଶ, ଆତ୍ମାରୁ କରଇ ସେହି ତିଳେ ତିଳେ ଗ୍ରାସ। ପାପ ପୁଣ୍ୟ ଦୁହେଁ ମିଶି ହୋଇଛି ଶରୀର, ମୃତ୍ୟକାଳ ଜ୍ଞାନ କୁଶେ ଲଭଇ କେବଳ। ମୃତ୍ୟୁ ଶେଷେ ଦିଅନ୍ତି ତାହାକୁ ବଡ଼ ଦୁଃଖ, ପୂର୍ବ କର୍ମ ମାନଙ୍କରେ ଦେଇ କରି ସାକ୍ଷ୍ୟ। ନର୍କ କୁଣ୍ଡେ ରଖି ବହୁ ଦିଅନ୍ତି ଯେ କ୍ଲେଶ, କରିଥିବା ପାପ ପୁଣ୍ୟ ଭୁଜନ୍ତି ଅବଶ୍ୟ। ପୂର୍ବ କର୍ମ ମାନ ଭୁଲି ମାୟା ମୋହ ପଡ଼େ, ନିଶତ ପଥକୁ ଜୀବ ଅଜ୍ଞାନରେ ହୁଡ଼େ। ତେଣୁ କରି ବନ୍ଧନରେ ପଡ଼ଇ ଯେ ଜୀବ, ଜନ୍ମ ଜରା ମରଣାଦି ଲଭଇ ପ୍ରଭାବ। ହରି ମାୟା ବଳେ ଜୀବ ଗତି ମୁକ୍ତି ପାଏ, ସୁକୀର୍ତ୍ତି ରଖିଲେ ତାକୁ କରିବଇ ଦାଏ। ମାତା ଗର୍ଭ ଦୁଃଖ କଥା ଶାସ୍ତ୍ର ବଖାଣଇ, ସୁପଣ୍ଡିତ ଆଶ୍ରା କଲେ ସୁଗତି ମିଳଇ। ଦାନ ଧର୍ମ ସତ୍ୟତା ଏ ସଂସାର ଭିଆଣ, ପାପ ନାଶନ କରତା ସାକ୍ଷ୍ୟ ଭଗବାନ। ମାରେ ହରି ତାରେ ହରି ହରି ହି ସମସ୍ତ, ହରି ବିନୁ ଗତି ନାହିଁ ଏହା କହେ ଶାସ୍ତ୍ର। ଆହେ ପକ୍ଷୀରାଜ ମନେ ଆନନ ବିଚାର, ଭବ ସଂସାର ସାଗରୁ ହୋଇବ ଉଦ୍ଧାର। ଯାହା ଯାହା ପଚାରିଲ କହିଲି ଅବଶ୍ୟ, ଆଉ କିବା ପ୍ରଶ୍ନ ଅଛି କର ପରକାଶ। କରୁଥିବା ପାପ ଋତୁ ଉଦ୍ଧାରିଣ ଯିବୁ, ଶ୍ରୀମୁଖ ବାକ୍ୟ ସନ୍ଦେହ ନ କରତୁ ବାବୁ। ସେ ପଦ ଆଶ୍ରୟ ଯମ ଦଣ୍ଡ ନ ଲାଗଇ, ସେ ପାଦ ପଦ୍ମକୁ ଦୃଢ଼େ ଧର ମନ ନେଇ। ଜୀବର ଗତ ଆଗତ କଥା ଏ ଅଧ୍ୟାୟରେ, କହିଲି ଗରୁଡ଼ ତତେ ସଂକ୍ଷେପ ଭାବରେ। ଆହେ ପକ୍ଷୀରାଜ ତୁମ୍ଭେ ଦୃଢ଼ କର ମନ, ନ ଲାଗିବ ତିଳେ ହେଲେ ତତେ ଯମ ଦାଡ଼। ମହା ମହା ପାପ କରି ଶ୍ରୀହରି କୃପାରେ, ହେଲେ ତାରି ବସନ୍ତି ଯେ ବୈକୁଣ୍ଠପୁରେ। ହେଳା ନ କର ତୁ ପୁଣ୍ୟ ବ୍ରତ ତପ ଦାନେ, ସଂସାରେ ଚିତ୍ତ ନ ବଳା ବିଷୟ କରମେ। ଯେଉଁପରି ଭାବେ ତତେ କହିଲହିଁ ମୁଇଁ, ସେପରି ଚିତ୍ତ ଲଗାଅ ହରି ପାଦେ ତୁହି। ସପ୍ତମ ଅଧ୍ୟାୟ ବାଣୀ ସମ୍ପୂର୍ଣ୍ଣ ହୋଇଲା, ଗୀତ ବନ୍ଦେ ଆର୍ତ୍ତ ତାଣ ଦାସ ବିରଚିଲା। ଇତି ଶ୍ରୀ ଗରୁଡ଼ ପୁରାଣେ ନିମିଷୋପାଖ୍ୟାନେ, ଶ୍ରୀହରି ଗରୁଡ଼ ସମ୍ବାଦେ ମାତା ଗର୍ଭ ବିଚାରଣେ ନାମ ସପ୍ତମୋଧ୍ୟାୟଃ। ଆନନ୍ଦ ଏକବାର ହରି ବୋଲ।